तो जय जगन्नाथ साଙ୍ଗ ମାନେ ମୁଁ ପୁପୁନ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଜିର ଏକ ନ୍ୟୁ ମିନି ବ୍ଲଗରେ। ତ ଆଜି ଗୋଟେ ଛୋଟ କଥା କହିବି, ଭଲ କଥା କହିବି। ଆମେ ଜୀବନରେ ସ୍ୱପ୍ନ ଦେଖିଥାଉ, ବହୁତ ବଡ଼ ବଡ଼ ସ୍ୱପ୍ନ ଦେଖିଥାଉ। କିଏ ଡକ୍ଟର ହବ, କି ଇଞ୍ଜିନିୟର ହବ, କି ମୁଁ ଏଇ ବିଜନେସଟା କରିବି, ସେଇ ବିଜନେସଟା କରିବି। ସମସ୍ତେ ସବୁ କିଛି ମାନେ ଅନ୍ୟ ଅନ୍ୟ ପ୍ରକାର ସ୍ୱପ୍ନ ଦେଖିଥାନ୍ତି। କି ମୁଁ ପାଠ ପଢ଼ିକି ମୋ ଲାଇଫରେ ଏଇ ଜାଗାକୁ ଯିବି, କି ଏହା କରିବି। ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। ସବୁ ସ୍ୱପ୍ନ କିନ୍ତୁ ସାକାର ହୁଏ ନା। କ'ଣ ପାଇଁ ନା, ଆମେ ଯେତେ ବଡ଼ ବଡ଼ ସ୍ୱପ୍ନ ଦେଖିଥାଉ, ସେ ଚଲା ପଥରେ କଣ୍ଟା ଆସିଥାଏ। ଆମେ କିନ୍ତୁ ସେ କଣ୍ଟାକୁ ମାଡ଼ିବା ପାଇଁ ଆମେ କିଏ ଚେଷ୍ଟା କରିନଥାଉ। କଣ୍ଟା ଆଗରେ ଅଛି ତ ଆମେ ପାଦ ପଛକୁ ଘୁଞ୍ଚେଇ ପଳାଉ। ଏଇଟା ଠିକ୍ କି ନାହିଁ? ଯେତେବେଳେ ଆମେ ପଛକୁ ପାଦ ଘୁଞ୍ଚେଇ ଦେଉ, ସେଇଟା ହେଉଛି ଭୁଲ। କଷ୍ଟ ତ ହବ, ସ୍ୱପ୍ନ ପୂରଣ କରିବାକୁ ହେଲେ କଷ୍ଟଟା ହବ। କିନ୍ତୁ ସେ କଷ୍ଟ ସହିକିରି ଯିଏ ସ୍ୱପ୍ନଟା ପୂରଣ କଲା, ସିଏ ହେଲା ପ୍ରକୃତରେ ମାନେ ସେ ସଫଳ ପାଇବାଟା ସୁନିଶ୍ଚିତ। ଏଇଟା ଯାହା ସହିତ ଘଟିଛି ସେମାନେ ସେ ନିଶ୍ଚିନ୍ତ ଏ କଥା ଜାଣିଥିବେ। ମାନେ ସେତେବେଳେ ଯେଉଁ ଫଳଟା ପାଇବେ, ସିଏ ସେଇ ଯେଉଁ ମାନେ କଷ୍ଟକୁ ଅତିକ୍ରମ କରିକି ସେ ଯେଉଁ ଫଳଟା ପାଇବେ, ସେ ଫଳ ଯେଉଁ ମଧୁର ଲାଗିବ, ମଧୁର ମାନେ ନୁହଁ କି ଆମେ ପିଜୁଳି କଦଳୀ ଖାଇଦେବା ମିଠା ଲାଗିବ, ସେ ମଧୁର ନୁହଁ। ସେ ଯେଉଁ ସ୍ୱାଦଟା ସେ ପାଇବେ, ସେଇଟା ମାନେ ତାଙ୍କ ସବୁ କଷ୍ଟ ସେଇଠି ଦୂର ହେଇଯିବ। ସେତେବେଳେ ସେ ଅନୁଭବ କରିବେ କି ମୁଁ ଆଜି ଏତିକି ପରିଶ୍ରମ କରିକି ଏତେ କଷ୍ଟ ସହିକି ଏଇ ଜାଗାକୁ ଆସିଲି ବୋଲି ମୁଁ ଆଜି ବୋଧେ ଏମିତିକା ଫଳ ପାଇଲି। ତ ଏଇ କଥାଟି ଯାହା ଯିଏ ବୁଝିପାରୁଥିବ, ତ ସେଟା କ'ଣ କହିବାକୁ ଚାହୁଁଛି ତମେ ଠିକ୍ ଜାଣିପାରୁଥିବ। ତ ଏତିକିରେ ରହିଲି। ଜୟ ଜଗନ୍ନାଥ। ଯାହାକୁ ଭଲ ଲାଗିଥିବ ଛୋଟ ଲାଇକ୍, କମେଣ୍ଟ, ସେୟାର କରିବେ। ରହିଲି।